ଯାଜପୁର ଜିଲ୍ଲା ଜାରକା ତ୍ରିନାଥ ମନ୍ଦିର ପରିସରରେ ଜିଲ୍ଲା ସର୍ବୋଦୟ ମଣ୍ଡଳ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ସଭାରେ ଜିଲ୍ଲା ସଭାପତି ରାମଚନ୍ଦ୍ର ଶୁକ୍ଳଙ୍କ ସଭାପତିତ୍ୱରେ ଶୋକ ପ୍ରସ୍ତାବ, ପୂର୍ବ ବୈଠକର ବିବରଣୀ ପଠନ ଓ ଦୃଢ଼ୀକରଣ, ବିଗତ କାର୍ଯ୍ୟ ବିବରଣୀ, ଆଗାମୀ କାର୍ଯ୍ୟ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଉତ୍କଳ ସର୍ବୋଦୟ ମଣ୍ଡଳର ସଭାପତି ମିହିର ପ୍ରତାପ ଦାସଙ୍କ ସଂଯୋଜନାରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ରାଜ୍ୟ ସଭାପତି ଜଷ୍ଟିସ୍ ମନୋରଞ୍ଜନ ମହାନ୍ତି, ସର୍ବୋଦୟ ଆନ୍ଦୋଳନ ସମିତିର ରାଷ୍ଟ୍ରୀୟ ଆବାହକ ଡକ୍ଟର ବିଶ୍ୱଜିତ, ସର୍ବୋଦୟ ମଣ୍ଡଳର ସଦ୍ଭାବନା ସେଲ୍ ସଂଯୋଜକ ଅଧ୍ୟାପକ ଶେଖ ନାସିର ବକ୍ସ, ଅଧ୍ୟାପକ ମନୋରଞ୍ଜନ ମହାନ୍ତି, ଡକ୍ଟର ରୁଦ୍ରନାରାୟଣ ପୃଷ୍ଟି, ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳ ଉପସଭାପତି ଦୁର୍ଗାଚରଣ ବାରିକ, ଢେଙ୍କାନାଳ ଜିଲ୍ଲା ସର୍ବୋଦୟ ମଣ୍ଡଳ ଯୁଗ୍ମ ସମ୍ପାଦକ ଲଳିତ ସମେତ ଜିଲ୍ଲାରୁ ଆସିଥିବା ସର୍ବୋଦୟ ଲୋକସେବକ, ସର୍ବୋଦୟ ମିତ୍ରମାନେ ଉପସ୍ଥିତ ରହି ସାମ୍ପ୍ରତିକ ସମୟରେ ଦେଶ ଓ ରାଜ୍ୟରେ ରାଜନୈତିକ ଅବକ୍ଷୟ ହୋଇଥିବା ନେଇ ଉଦ୍ବେଗ ପ୍ରକାଶ କରିଛନ୍ତି। ଦେଶର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସର୍ବୋଦୟ ଆଦର୍ଶ ଭିତ୍ତିରେ ଆମକୁ ଜନସଚେତନତା ଜାଗ୍ରତ ସହ ଏକ ଗଣବିପ୍ଳବ ସଂଗଠିତ କରିବାକୁ ହେବ ବୋଲି କହିଛନ୍ତି। ଏହି ଅବସରରେ ସାମ୍ବାଦିକ ରବି ନାରାୟଣ କରଙ୍କୁ ସ୍ୱାଧୀନତା ସଂଗ୍ରାମୀ ବାଳକୃଷ୍ଣ ଶୁକ୍ଳ ସ୍ମୃତି ସମ୍ମାନ, ସ୍ତମ୍ଭକାର ନବଘନ ଜେନା, ସମାଜସେବୀ ରଶ୍ମିତା ନାୟକ, ଆଦର୍ଶ ସରପଞ୍ଚ ସ୍ମୃତିରେଖା ରାଉତ, ଯୁବ ସଂଗଠକ ରାଜକୁମାର ଜେନାଙ୍କୁ ସ୍ୱର୍ଗତ ସୁରେନ୍ଦ୍ର ମିଶ୍ର ସ୍ମୃତି ସମ୍ମାନ, ଅଧ୍ୟାପିକା ଇନ୍ଦୁପ୍ରଭା ସାମଲ ଓ ସାମ୍ବାଦିକ ବସନ୍ତ ନାୟକଙ୍କୁ ସ୍ୱର୍ଗତ ଜନନେତା ଗଗନ ଜେନା ସ୍ମୃତି ସମ୍ମାନ ପ୍ରଦାନ କରାଯାଇଥିଲା। ଯାଜପୁର ଜିଲ୍ଲା ସର୍ବୋଦୟ ମଣ୍ଡଳ ସମ୍ପାଦକ ଦେବବ୍ରତ ରାଉତ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲା ବେଳେ ଦୀପ୍ତିମୟୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।